ଏବଂ ଯାହା ପାଖରେ ମୋବାଇଲ ଫୋନ୍ ଅଛି ସିଏ ଜଣେ ଗଣମାଧ୍ୟମର ପ୍ରତିନିଧି। ଆମେ ଯାହା କରୁଛେ ଆଚରଣ ଉଚ୍ଚାରଣ ଯାହା କରୁଛେ ତାକୁ ଲୋକ ଛୁଞ୍ଚି ମାଖି ପରୀକ୍ଷା କରୁଛନ୍ତି, ତର୍ଜମା କରୁଛନ୍ତି ଯେ ଆଗାମୀ 2-3 ବର୍ଷ ଭିତରେ ଆମର ସବୁ ପୁଲିସ କର୍ମଚାରୀଙ୍କୁ ବଡି କ୍ୟାମେରା ଦିଆଯାଉ, ବଡି କ୍ୟାମ୍। ଏବଂ ରାଜ୍ୟ ସରକାର ଚଳିତ ବର୍ଷ ଆମକୁ 540 କୋଟି ଟଙ୍କା ଦେଇଛନ୍ତି ଫାର୍ଷ୍ଟ ରେସ୍ପଣ୍ଡର ସିଷ୍ଟମକୁ ଇମ୍ପ୍ରୁଭ୍ କରିବା ପାଇଁ। ପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଜନନେତା ଭାବରେ ଲୋକଙ୍କ ମଣିଷ ଭାବରେ ଆମଠାରୁ ନିର୍ବାଚିତ ସରକାର ଲୋକଙ୍କ ସରକାର କ'ଣ ଆଶା କରୁଛନ୍ତି ତାହା ସ୍ପଷ୍ଟ ଭାବେ ଉପସ୍ଥାପିତ କରିଛନ୍ତି। ମହାଶୟ, ମୋର ବିଶ୍ୱାସ ଆମର ସହକର୍ମୀମାନେ ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି। ଆପଣଙ୍କର ଚିନ୍ତା ଦର୍ଶନ ଓ ଆମଠାରୁ ଆପଣ କ'ଣ ଆଶା କରୁଛନ୍ତି ତାହା ଠିକ୍ ଭାବରେ ବୁଝିଛନ୍ତି ଏବଂ ନିଶ୍ଚିତ ଭାବରେ ଆଗାମୀ ଦିନମାନଙ୍କରେ ସାଧାରଣ ଲୋକେ ପରିବର୍ତ୍ତନ ଅନୁଭବ କରିବେ। ବିଶେଷ କରି ପୁଲିସର ଆଚରଣକୁ ନେଇ ଆପଣ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାର ସୁଦୂର ପ୍ରଭାବ ପଡ଼ିବ। ଆପଣ ଜନସେବାରେ ସମସ୍ତଙ୍କୁ ବ୍ରତୀ ହେବା ପାଇଁ ଯେଉଁଭଳି ଉପଦେଶ ଦେଇଛନ୍ତି ତାର ପ୍ରଭାବ ପଡ଼ିବ। ସମସ୍ତ ବ୍ୟସ୍ତତା ସତ୍ତ୍ୱେ ବହୁମୂଲ୍ୟ ସମୟ ଦେଇ ଆପଣ ଆମମାନଙ୍କୁ ଗାଇଡେନ୍ସ ଦେଇଛନ୍ତି, ସେଥିପାଇଁ ସମସ୍ତଙ୍କ ତରଫରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ସାର୍, 20 ବର୍ଷ ତଳେ ଆମେ ସବୁ ଜିଲ୍ଲା ଦାୟିତ୍ୱରେ ଥିଲୁ, ଏବେ ପରିସ୍ଥିତି ବଦଳିଗଲାଣି। ସବୁଠୁ ବଡ଼ ପରିବର୍ତ୍ତନ ହେଲା ଯେ ଚାରିଆଡ଼େ ବୈଦ୍ୟୁତିକ ଗଣମାଧ୍ୟମ ଅଛି, ୱେବ୍ ଚ୍ୟାନେଲ୍ ଅଛି, ସମସ୍ତଙ୍କ ପାଖରେ ମୋବାଇଲ ଫୋନ୍ ଅଛି ଏବଂ ଯାହା ପାଖରେ ମୋବାଇଲ ଫୋନ୍ ଅଛି ସିଏ ଜଣେ ଗଣମାଧ୍ୟମର ପ୍ରତିନିଧି। ତେଣୁ ସବୁ ଆମେ ଯାହା କରୁଛେ ଆଚରଣ ଉଚ୍ଚାରଣ ଯାହା କରୁଛେ ତାକୁ ଲୋକ ଛୁଞ୍ଚି ମାଖି ପରୀକ୍ଷା କରୁଛନ୍ତି, ତର୍ଜମା କରୁଛନ୍ତି। ତେଣୁ ଆଉ ଭୁଲ କରିବା ପାଇଁ କେଉଁଠି ଆଉ ବେଶୀ କିଛି ଲାଟିଚ୍ୟୁଡ଼, ବେଶୀ କିଛି ସୁଯୋଗ ନାହିଁ। ସବୁବେଳେ ଆମକୁ ଦେଖିବାକୁ ପଡ଼ିବ କେମିତି ଆମ ବ୍ୟବସ୍ଥା ଗୁଡ଼ିକ ଫେଲ୍ ପ୍ରୁଫ୍ ହେବ। କାରଣ ଘଟଣା ଘଟୁ ଘଟୁ ଚିନ୍ତା କରିବାକୁ ପଡ଼ିବ ୟାର ରିସ୍କ କ'ଣ ଅଛି, ୟାର ଆକାର କ'ଣ ହେବାକୁ ଯାଉଛି, ୟାର ସ୍ୱରୂପ କ'ଣ ହେବାକୁ ଯାଉଛି ଏବଂ ଯଦି କିଛି ରିସ୍କ ଅଛି ସମାଲୋଚନା ଉଠିପାରେ, ଅଭିଯୋଗ ଉଠିପାରେ, ତାକୁ ଆମକୁ ଆଣ୍ଟିସିପେଟ୍ କରିବାକୁ ପଡ଼ିବ। ଏଇ ଯେଉଁ ନାରେଟିଭ୍ ବା ବର୍ଣ୍ଣନା ସେଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଗଲାଣି। ଘଟଣାକୁ କେମିତି ମୁକାବିଲା କରିବା ସେଥିପାଇଁ ଆଇନ ଅଛି, କିନ୍ତୁ ତା ସାଥିରେ ସାଥିରେ ଏକୁ କେଉଁଭଳି ଲୋକ ଅନୁଭବ କରିବେ ଏବଂ କେଉଁଭଳି ତା'ର ସ୍ୱରୂପ ହେବ ତାକୁ ମଧ୍ୟ ଆମକୁ ଯତ୍ନର ସହିତ ଚିନ୍ତା କରିବାକୁ ପଡ଼ିବ। ସେଥିପାଇଁ ସବୁଠି CCTV ଦରକାର ଏବଂ ମୁଁ ଅନୁରୋଧ କରିବି ରାଜ୍ୟ ସରକାରଙ୍କୁ ଯେ ଆଗାମୀ 2-3 ବର୍ଷ ଭିତରେ ଆମର ସବୁ ପୁଲିସ କର୍ମଚାରୀଙ୍କୁ ବଡି କ୍ୟାମେରା ଦିଆଯାଉ, ବଡି କ୍ୟାମ୍, ଯେମିତି ପାଶ୍ଚାତ୍ୟ ପୁଲିସ ଫୋର୍ସରେ ଅଛି। ତାହେଲେ ଆଉ ଏ ପ୍ରକାର ଅସୁବିଧା ହେବ ନାହିଁ। ଯେତେ ଆମେ ପାରିବା ଇଲେକ୍ଟ୍ରୋନିକ୍ ଡେଟା, ଇଲେକ୍ଟ୍ରୋନିକ୍ ଏଭିଡେନ୍ସ ଟେକ୍ନୋଲୋଜି ତା ଉପରେ ଆମେ ନିର୍ଭର କରିବା ଏବଂ ସମନ୍ୱୟ ପରସ୍ପର ଭିତରେ ଠିକ୍ ଭାବରେ ରଖିବା। ଦ୍ୱିତୀୟ ପ୍ରସଙ୍ଗଟି ହେଲା ଡିଜାଷ୍ଟର ବିଷୟରେ। ଡିଜାଷ୍ଟର ବା ବିପର୍ଯ୍ୟୟ କହିଲେ ଆମେ କେବଳ ବନ୍ୟା ଓ ବାତ୍ୟାକୁ ବୁଝୁନେ। ପ୍ରତ୍ୟେକ ଦିନ ଗାଡ଼ି ଆକ୍ସିଡେଣ୍ଟ ହେଉଛି, ଟ୍ରେନ୍ ଆକ୍ସିଡେଣ୍ଟ ଆମେ ଆଗରୁ ବାଲେଶ୍ୱରରେ ହେଇଥିଲା ଦେଖିଛେ। ଏବଂ ଏଇ ଯେଉଁ ବିପର୍ଯ୍ୟୟ ଅଛି ତାକୁ ଆମେ ଗୋଟେ ସୁସଂଗଠିତ ଭାବରେ ଆମେ କରୁଛେ ଏବଂ ତା'ର 3ଟି ଗ୍ରେଡେଡ଼ ରେସ୍ପନ୍ସ ରହୁଛି। ପ୍ରଥମଟା ହେଲା ଫାର୍ଷ୍ଟ ରେସ୍ପଣ୍ଡର। ଆପଣ ଜାଣିଛନ୍ତି ଯେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ ଓଡ଼ିଶାର ଯେଉଁ ଫାୟାର ଓ ଏମର୍ଜେନ୍ସି ସର୍ଭିସ୍ ଅଛି ସେ ହେଲା ଫାର୍ଷ୍ଟ ରେସ୍ପଣ୍ଡର। ଯାହା କିଛି ବିପର୍ଯ୍ୟୟ ଘଟିବ ସେମାନେ ପ୍ରଥମେ ରେସ୍ପଣ୍ଡ କରିବେ। ଏବଂ ରାଜ୍ୟ ସରକାର ଚଳିତ ବର୍ଷ ଆମକୁ 540 କୋଟି ଟଙ୍କା ଦେଇଛନ୍ତି ଫାର୍ଷ୍ଟ ରେସ୍ପଣ୍ଡର ସିଷ୍ଟମକୁ ଇମ୍ପ୍ରୁଭ୍ କରିବା ପାଇଁ। ମୁଁ ମାଲକାନଗିରି ଯାଇଥିଲି, ମାଲକାନଗିରି ଜିଲ୍ଲାପାଳଙ୍କୁ ବି ଏସ୍ପିଙ୍କୁ କହୁଥିଲି ଯେ ଆପଣଙ୍କର ବିପର୍ଯ୍ୟୟ ମୁକାବିଲା ପାଇଁ ଯାହା ଦରକାର ଗ୍ରାସରୁଟ୍ ସ୍ତରରେ, ତୃଣମୂଳ ସ୍ତରରେ ଦୟାକରି ଆମକୁ କହିବେ। କାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ଏଥିପାଇଁ ଯାହା ଅର୍ଥ ଦରକାର ଦିଆଯିବ। ଆମକୁ 540 କୋଟି ଟଙ୍କା ଦିଆସରିଛି, କେନ୍ଦ୍ର ସରକାର 200 କୋଟି ଟଙ୍କା ଦେଇଛନ୍ତି ଏବଂ ରାଜ୍ୟ ସରକାର ଆଉ 200 କୋଟି ଦେବା ପାଇଁ କହିଛନ୍ତି। ତେଣୁ ଆମକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ଏବଂ ମୁଖ୍ୟ ସଚିବ ମୋତେ ଆସିବା ପୂର୍ବରୁ କହୁଥିଲେ ଯେ ଆମେ ଆଗାମୀ 2 ବର୍ଷ ଭିତରେ ଆମର ଯେଉଁ ଫାୟାର ଡିପାର୍ଟମେଣ୍ଟ ଅଛି ତାକୁ ଯେମିତି ଦେଶର ସର୍ବଶ୍ରେଷ୍ଠ ଫାୟାର ଡିପାର୍ଟମେଣ୍ଟ ଭାବେ ଉପସ୍ଥାପିତ କରିପାରିବା ଏଥିପାଇଁ ଉଦ୍ୟମ କରୁଛେ। ସେଥିପାଇଁ ସମସ୍ତେ ଉଦ୍ୟମ କରିବେ, ପରିଶ୍ରମ କରିବେ ଏବଂ ଆପଣଙ୍କ ଯାହା ଆବଶ୍ୟକତା ଅଛି ତୃଣମୂଳ ସ୍ତରରେ, ବ୍ଲକ ସ୍ତରରେ, କାରଣ ସବୁ ବ୍ଲକରେ ଫାୟାର ଷ୍ଟେସନ୍ ଅଛି, ସେଠି ଯାହା ଆବଶ୍ୟକତା ଅଛି ତାହା ଆମକୁ ଜଣେଇବେ।
समय बहुत हो गलानी क्षमा करेंगे यही दुईटी न चाहूले जेहेतु मत कहगला कहवाई मुझे कहली आउ थे मु अधिका किसी कहवाक चाहूनी यही धन्यवाद कार्यक्रम शेष करुच्ची। जय हिंद, वंदे उत्कल जननी।